जय जगन्नाथ। हरिहर सेवाश्रम श्रीमद् भगवत गीतार आउ गोटे एपिसोड को आपण समस्त को अनेक अनेक स्वागत। श्रीमद् भगवत गीता द्वितीय अध्याय सांख्य योग श्लोक नंबर 54 बा 54। अर्जुन उवाच स्थित प्रज्ञस्य का भाषा समाधिस्तस्य केशव स्थितधि किं प्रभासेत किमाशीत व्रजेत किम्। ଏହି ଶ୍ଲୋକରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଅର୍ଜୁନ ସ୍ଥିତପ୍ରଜ୍ଞ ମନୁଷ୍ୟର ଲକ୍ଷଣ ବିଷୟରେ ପ୍ରଶ୍ନ କରିଛନ୍ତି ବା ଜିଜ୍ଞାସା କରିଛନ୍ତି। ପୂର୍ବ ଶ୍ଲୋକରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି ଯେ ଯେତେବେଳେ ମଣିଷ ନିଜକୁ ପରମାତ୍ମାଙ୍କଠାରେ ସ୍ଥିର କରିନିଏ ସେତେବେଳେ ସେ ଯୋଗପ୍ରାପ୍ତ ହୁଏ, ବା ଯେତେବେଳେ ମଣିଷର ମନ ବୁଦ୍ଧି ଏପରିକି ଆତ୍ମା ପରମାତ୍ମାଙ୍କଠାରେ ସ୍ଥିର ହେଇଯାଏ ସେ ସ୍ଥିର ବୁଦ୍ଧି ସମ୍ପନ୍ନ ମନୁଷ୍ୟ ବୋଲି ବୋଲାଯାଏ, ଆଉ ତା ସହିତ ସେ ଯୋଗପ୍ରାପ୍ତ ହୁଏ। ତ ଏହି ଶ୍ଲୋକରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଅର୍ଜୁନ ପଚାରିଛନ୍ତି ଯେ ହେ ପ୍ରଭୁ, ତେବେ ସ୍ଥିତପ୍ରଜ୍ଞ ମନୁଷ୍ୟର ଲକ୍ଷଣ କ'ଣ ହେଇଥାଏ ବା ଏହି ମନୁଷ୍ୟକୁ ଆମେ ଚିହ୍ନିବା କିପରି, ଯିଏକି ନିଜକୁ ପରମାତ୍ମାଙ୍କ ପାଖରେ ସମ୍ପୂର୍ଣ୍ଣ ରୂପେ ଅର୍ପଣ କରିଦେଇଛି। ଅର୍ଜୁନ ଏହା ମଧ୍ୟ ଜିଜ୍ଞାସା କରିଛନ୍ତି ଯେ ପ୍ରଭୁ, ପରମାତ୍ମାଙ୍କଠାରେ ସ୍ଥିତ ସେହି ସ୍ଥିର ବୁଦ୍ଧିଯୁକ୍ତ ମନୁଷ୍ୟର ଲକ୍ଷଣ କ'ଣ? ସେ ସ୍ଥିର ବୁଦ୍ଧିଯୁକ୍ତ ମନୁଷ୍ୟ କିପରି କଥା କହେ, କିପରି ବସେ, କିପରି ଚାଲେ, ଅର୍ଥାତ୍ କିପରି ବ୍ୟବହାର କରେ ସମ୍ପୂର୍ଣ୍ଣ ଭାବରେ ସେ। କାରଣ ଅର୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କର ଏହି ପ୍ରକାରର ପ୍ରେରଣାତ୍ମକ ବାଣୀ ଶୁଣି, ପରମାତ୍ମାଙ୍କ ପାଖରେ ନିଜକୁ ଅର୍ପଣ କରିବାର ପ୍ରେରଣାତ୍ମକ ବାଣୀ ଶୁଣି ନିଜକୁ ସେହିପରି ଯୋଗପ୍ରାପ୍ତ ବା ଯୋଗୀ ସଜିବା ପାଇଁ ଚେଷ୍ଟା କରିଛନ୍ତି ବୋଧହୁଏ। ସେଇଥିପାଇଁ ତ ସେ ସ୍ଥିତପ୍ରଜ୍ଞ ମନୁଷ୍ୟର ଲକ୍ଷଣ ବିଷୟରେ ଜାଣିବାକୁ ଚେଷ୍ଟା କରୁଛନ୍ତି, ଯାହାଫଳରେ ସେ ନିଜକୁ ମଧ୍ୟ ଧୀରେ ଧୀରେ ସେପରି ଭାବରେ ଢାଳି ପାରିବେ। ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଅର୍ଜୁନଙ୍କ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ଆଗାମୀ ଶ୍ଲୋକମାନଙ୍କରେ, ଯାହାକୁ କେବଳ ଅର୍ଜୁନ ତ ନିଜର ଜୀବନରେ ବ୍ୟବହାର କରିକି ଏହି ଯୁଦ୍ଧକୁ ଜିତିଥିଲେ ବା ଅନ୍ୟାୟ ଉପରେ ବିଜୟ ପ୍ରାପ୍ତ କରି ନିଜ କର୍ତ୍ତବ୍ୟ ପାଳନ କରିଥିଲେ, ଠିକ୍ ସେମିତି ଆମେ ସାଧାରଣ ମନୁଷ୍ୟ ମଧ୍ୟ ଏହି ସବୁର ଜ୍ଞାନ ପ୍ରାପ୍ତ କରିବା ଦ୍ୱାରା ନିଜକୁ ସେପରି ଠିକ୍ ଅର୍ଜୁନଙ୍କ ପରି ଗୋଟେ ଭକ୍ତ ସଜାଇ ପାରିବା, ନିଜର କର୍ତ୍ତବ୍ୟ ଠିକ୍ରେ କରିପାରିବା। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଜୟ ଜଗନ୍ନାଥ।